ପିକନିକ୍ରୁ ଘରକୁ ଫେରି ଆସି ଯେତେବେଳେ ଆମେ ଫଟୋ ଦେଖୁଥିଲୁ, ହଠାତ୍ ଗୋଟେ ଫଟୋରେ ଏମିତି କିଛି ଦେଖିଲୁ ଯିଏକି ପିକନିକ୍ ଯାଇନଥିଲା, କିନ୍ତୁ ଆମ ସାଙ୍ଗରେ ଥିଲା, ଫଟୋରେ ଥିଲା। ସାଙ୍ଗମାନେ, ଏଇ ଘଟଣାଟି ଓଡ଼ିଶାରୁ ଆସିଛି। 6 ଜଣ ସାଙ୍ଗ ଦିନେ କଥା ହେଲେ ଯେ କି ଆମେ ପିକନିକ୍ ଯିବା, ସେଠି ଗୋଟେ ୱାଟରଫଲ୍ ଅଛି, ସେ ୱାଟରଫଲ୍ ପାଖରେ ରୋଷେଇ କରି ଖାଇବା। ଏହି ଘଟଣାଟି ଯିଏ ପଠେଇଛନ୍ତି ତାଙ୍କ କହିବା କଥା, ଆମେ 6 ଜଣ ସାଙ୍ଗ ତାଙ୍କ ଘର ପାଖରୁ 10 କିଲୋମିଟର ଭିତରେ ହେବ ଯେଉଁ ୱାଟରଫଲ୍ ଥିଲା, ସେଠିକି ସେ ଗଲେ ପିକନିକ୍ କରିବାକୁ, ବୁଲିବାକୁ ଗଲେ। ସକାଳୁ ସକାଳୁ ବାହାରି ପଡ଼ିଲେ ଯାଇକି ପିକନିକ୍ ପାଇଁ। ସେଠି ଯାଇ ପହଞ୍ଚିଲେ, ପହଞ୍ଚିକି ୱାଟରଫଲ୍ରେ ବୁଲାବୁଲି କଲେ। ବୁଲାବୁଲି କଲା ଭିତରେ ସେ ଗୋଟେ ଗ୍ରୁପ୍ ଫଟୋ ନେଇଥିଲେ, ଗୋଟେ ନୁହଁ କିଛି ଗ୍ରୁପ୍ ଫଟୋ ନେଇଥିଲେ। ତାଙ୍କ କହିବା କଥା, ଫଟୋ ଉଠେଇ ସାରି ସେ ଆସିଲେ ରୋଷେଇ କରିବା ପାଇଁ, ଯେ କି ରୋଷେଇ କରିବେ, ରୋଷେଇ କରି ଖାଇକି ଘରକୁ ଫେରିଯିବେ। ତାଙ୍କ କହିବା କଥା ଯେ କି ସେଠିକାର ଲୋକାଲ୍ ଲୋକ କିଛି ବି ସେଠି ଫିଷ୍ଟ କରୁଥିଲେ। ସେମାନେ ଯେ କହିଲେ, ଭାଇ ଆପଣ ଏଠି ରୋଷେଇ କରିକି ଖାଉଛନ୍ତି ଠିକ୍ ଅଛି, କିନ୍ତୁ ସନ୍ଧ୍ୟା ପୂର୍ବରୁ ପଳେଇ ଯିବେ, ସନ୍ଧ୍ୟା ପରେ ଆଉ ଏଠି ରହିବେନି, ଏ ଜାଗାଟା ଭଲ ନୁହଁ। ସାଙ୍ଗମାନେ, ତାଙ୍କ କହିବା କଥା ସନ୍ଧ୍ୟା ହେଇଯାଇଥାଏ। ଜଣେ ସାଙ୍ଗ କହିଲା, ଚାଲ ସମସ୍ତେ ଲାଷ୍ଟ ଗୋଟେ ଗ୍ରୁପ୍ ଫଟୋ ନେଇଯିବା। ଫଟୋ ଉଠେଇଲେ। ଫଟୋ ଉଠେଇ ସାରି ତାଙ୍କର ଯେଉଁ ଜିନିଷପତ୍ର ସବୁ ଆଣିଥିଲେ ତାକୁ ସଜାଡ଼ି ସଜାଡ଼ି କରିକି ରଖିଲା ବେଳକୁ ଟିକେ ଡେରି ହେଇଯାଇଥିଲା। ସାଙ୍ଗମାନେ, ତାଙ୍କ କହିବା କଥା ଯେ କି ଆମେ ସେଠି ଫେରି ଆସିଲୁ। 6 ଜଣ ସାଙ୍ଗ ଘରକୁ ଫେରି ଆସିଲେ। ଯେତେବେଳେ ସିଏ ତାଙ୍କ ଗ୍ରୁପ୍ ଫଟୋ ଗୁଡ଼ାକୁ ଦେଖୁଥିଲେ ନା, ହଠାତ୍ ନଜର ପଡ଼ିଲା ଗୋଟେ ଫଟୋ ଉପରେ, ଯିଏକି ସେଠି 6 ଜଣ ନୁହଁ, ସେଠି 7 ଜଣ ଥିଲେ। ସାଙ୍ଗମାନେ, ତାଙ୍କ ପଛପଟରେ ଯେଉଁ ଗଛ ଥିଲା ନା, ସେ ଗଛ ସାଇଡ଼ରେ ଆଉ ଜଣେ ମହିଳା ଯିଏକି ଠିଆ ହେଇଥିଲେ। ସମସ୍ତେ ତ ଟିକେ ଭୟ କଲେ। ତା ପରଦିନ ସକାଳୁ ଯାଇକି ସେଠି ଲୋକାଲ୍ ଲୋକଙ୍କୁ ପଚରା ପଚରି କରି ବୁଝିଲେ। ଲୋକାଲ୍ ଲୋକଙ୍କ କହିବା କଥା, ଯେକୁ ଆଜିକୁ 15-20 ବର୍ଷ ତଳେ କିଛି ଲୋକ ସେ ୱାଟରଫଲ୍ ପାଖକୁ ବୁଲିବାକୁ ଯାଇଥିଲେ, ଆଉ ଜଣେ ସ୍ତ୍ରୀ ଲୋକ ଯିଏକି ତାଙ୍କ ଗୋଡ଼ ଖସି ଯାଇଥିଲା, ସେ ସେଠି ପଡ଼ିକି ଡେଥ୍ ହେଇଥିଲେ। ତାଙ୍କର ଆତ୍ମା ଏବେ ବି ସେଠି ଘୁରି ବୁଲୁଛି। ଏଇଭଳି ତାଙ୍କ ସହିତ କିଛି ଘଟିଥିଲା। ସାଙ୍ଗମାନେ, ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ, ଭିଡ଼ିଓକୁ ଲାଇକ୍, ସେୟାର, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସାଙ୍ଗମାନେ, ଗୋଟେ ଛୋଟ କମେଣ୍ଟ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।